ମା ଏ ଶବ୍ଦଟି ଦୁନିଆର ସବୁଠାରୁ ମିଠା ଶବ୍ଦ। ମା ବଳିଦାନର ଅସରନ୍ତି ଭଣ୍ଡାର, ଆଉ ସ୍ନେହ ପ୍ରେମ ତ୍ୟାଗର ମିଠା ଅନୁଭବ। କେବଳ ଜଣେ ଜନ୍ମ ଦେଇଦେଲେ ଯେ ମା ହେଇଯାଏନି, ମା ହେବା ପାଇଁ ଦରକାର ସେତିକି ଧୈର୍ଯ୍ୟ ଆଉ ସହନଶୀଳତା। କଥା କହିଲେ ତ ସମସ୍ତେ ବୁଝିଦିଅନ୍ତି, ହେଲେ ଆମେ କିଛି ନ କହିଲେ ବି ଆମର ମନର ପ୍ରତ୍ୟେକ କଥାକୁ ଯିଏ ବୁଝିଦିଏ ସେ ହିଁ ମା। ମଣିଷ ହେଉ କି ସେ ପଶୁପକ୍ଷୀ, ମା'ର ମମତା ସବୁଠି ସମାନ। ସେ ଯେତେ ରାଗି ହେଉନା କାହିଁକି, ତା ପିଲା ପାଇଁ ତା ମନରେ ଥାଏ ପ୍ରଚୁର ସ୍ନେହ ଆଉ ଭଲ ପାଇବା। ମା'ର ମମତାର ମୂଲ ନା ଆଜି ଯାଇ କିଏ ଦେଇପାରିଛି ନା କେବେ ଦେଇପାରିବ। ସେଥିପାଇଁ ତ କୁହାଯାଏ ମା'ର ଆଶୀର୍ବାଦ ଭାଗ୍ୟକୁ ବି ବଦଳାଇ ଦିଏ। ମା'ର ହାତ ଧରିଥିଲେ ଅନ୍ୟ କାହାର ଗୋଡ଼ କେବେ ଜୀବନରେ ଧରିବାକୁ ପଡ଼େନି। ତେବେ ଦର୍ଶକ ବନ୍ଧୁ, ଆମେ ଆଜି ଆପଣଙ୍କୁ ଦେଖାଇବୁ ଗୋଟିଏ ମା ମାଙ୍କଡ଼ର ଗୋଟେ ଛୋଟ ବିଲେଇ ପ୍ରତି ଥିବା ସ୍ନେହ। ହଁ ଆଜ୍ଞା, ନଜର ପକାନ୍ତୁ ଥରେ ଏ ଦୃଶ୍ୟ ଉପରେ। ବିଲେଇଟି ରାସ୍ତା ଉପରେ ମନ ଦୁଃଖ କରି ଏକା ବସିଥିବା ବେଳେ ମାଙ୍କଡ଼ଟି ଆସି ତା ମୁହଁରେ ହାତ ମାରି ତାକୁ ପଚାରୁଛି, ତୋର କ'ଣ ହେଇଛି? ସତେ ଯେମିତି ବିଲେଇଟିର ମନ କଥାକୁ ଅତି ସହଜରେ ବୁଝିପାରୁଛି ମାଙ୍କଡ଼ଟି। ବିଲେଇଟି ବି ମା'ର ସାହାରା ପାଇ କେତେ ଖୁସିରେ ମା ମାଙ୍କଡ଼ କୋଳକୁ ଆସ୍ତେ ଆସ୍ତେ ଚାଲି ଯାଉଛି। ହଁ ଦର୍ଶକ ବନ୍ଧୁ, ଟିକେ ଭଲ କରି ଦେଖନ୍ତୁ ବିଲେଇଟିକୁ। ନିଜ ଛୁଆ ଭଳି ହାତରେ ଧରି ମାଙ୍କଡ଼ଟି କେମିତି ଟେକି ନେଉଛି, ଆଉ ବିଲେଇର ମୁହଁ ପାଖକୁ ନେଇ କେତେ ସୁନ୍ଦର ଭାବେ ତାକୁ ଗେଲ କରୁଛି। ତେବେ ଦର୍ଶକ ବନ୍ଧୁ, ଆଜିର ଏ ବିବେକହୀନ ସମାଜରେ ଏମିତି ବି କିଛି ମା ଅଛନ୍ତି ଛୋଟ ଛୁଆକୁ ଜନ୍ମ ଦେଇ ରାସ୍ତା କଡ଼ରେ ଫୋପାଡ଼ି ଦେଉଥିବା ବେଳେ ଆଉ କିଏ ଅନ୍ୟ କେଉଁ ଲୋକ ସାଥିରେ ଚାଲି ଯାଉଛି। ସେଇମାନଙ୍କୁ ଏହି ଭିଡ଼ିଓ ଦେଖି ଶିଖିବାର ଅଛି ଯେ ଗୋଟେ ମା'ର କର୍ତ୍ତବ୍ୟ ଆଉ ଭଲ ପାଇବାଟା କେମିତି ହେବା ଦରକାର। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ।